ନା କିଛି ଦିନ ଆଗରୁ ଏମାନେ ଆମ ଅଞ୍ଚଳର ଗୋଟେ ଲୋକ ସହିତ ଗୋଲ୍ଡ ଦେବେ କହିକି 10 ଲାକ୍ସ ଡିଲ୍ କରିଥିଲେ। ତ ଏବଂ ତା ପରିବର୍ତ୍ତେ ସେମାନେ ତାକୁ ଯୋଉ ଅସଲି ସୁନା ଦେଇଥିଲେ ତାଙ୍କ ମନରେ ଆସ୍ଥା ଜମିବା ପାଇଁ। ତ ସେଇଟା ପ୍ୟୁରିଫାଇ ଏବଂ ପିଓର ସୁନା ବୋଲି ଜଣା ପଡିଲା। ତାପରେ ସେମାନେ 10 ଲାକ୍ସ ଡିଲ୍ ହେଲା। ସେମାନେ 1 ଲାଖ ନେଲେ ଏବଂ ତାଙ୍କୁ ସେଇ ସମୟରେ ଏଇ ସୁନା ଗୁଡାକ ଦେଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବହୁତ ଶୀଘ୍ର ଜାଣିଲା ଯେ ଏ ସୁନା ଗୁଡା ଗୋଲ୍ଡ କୋଟେଡ୍ ଅଛି ବଟ୍ ପିଓର ନୁହେଁ। ଆମକୁ ଖବର ଦେଲା ପରେ ଆମେ ତାକୁ ବହୁତ ଶୀଘ୍ର ରାଉଣ୍ଡ ଅପ୍ କରିକି ତାକୁ ଧରିଲୁ। ତାଙ୍କ ପାଖରୁ ସେ ଯୋଉ 1 ଲାଖ ଦେଇଥିଲେ ତାକୁ ଜବତ କଲୁ। ଏମାନଙ୍କ ନାଁରେ ବହୁତ ଡକାୟତି, ମନ୍ଦିର ଚୋରି ଘଟଣା, ବର୍ଗଲାରୀ କେସ୍ ଅଛି। ଏମାନେ ସବୁ ଏ ସୁନା ଭଦ୍ରକ ଏରିଆରୁ ଜଣଙ୍କ ପାଖରୁ ଆଣିଥିଲେ। ସେ ବର୍ତ୍ତମାନ ଏକ୍ସପନ୍ଡ ହେଇଛି, ବହୁତ ଶୀଘ୍ର ତାକୁ ଧରା ପଡିବ। ଫର୍ଦର ଇନଭେଷ୍ଟିଗେସନ କଣ୍ଟିନ୍ୟୁ କରିବ। ମୁଁ ଆପଣଙ୍କ ମଧ୍ୟରେ ଜନସାଧାରଣଙ୍କୁ ନିବେଦନ କରୁଛି, ତାଙ୍କର କଷ୍ଟାର୍ଜିତ ଧନ ଲୋଭର ବଶବର୍ତ୍ତୀ ନ ହେଇକି ନ ହରାନ୍ତୁ। ତାଙ୍କ ମନରେ କିଛି ବି ସନ୍ଦେହ ହେଲେ ନିକଟସ୍ଥ ପୁଲିସକୁ ଜଣାନ୍ତୁ। ପୁଲିସ ନିଶ୍ଚୟ ଆପଣଙ୍କ ଉପରେ ଛିଡା ହେବ। ଆମେ ତାଙ୍କ ପାଖରୁ ଯୋଉ ଅସଲି ସୁନା ଦେଇକି ଆସ୍ଥା ଜମିବା ପାଇଁ ଯାଇଥିଲେ, ସେ ସୁନା ଯୋଉ ଗୋଲ୍ଡ କୋଟେଡ ବଟ୍ ଦ୍ୟାଟ୍ ଇଜ ନଟ୍ ପିଓର, ସେଗୁଡା 300 ତାଙ୍କ ଯୋଉ 1 ଲାଖ ନେଇଥିଲେ ରୁପି ତାକୁ ସିଜ୍ କରୁଛୁ। ତାଙ୍କ 3ଟା ମୋବାଇଲ ସିଜ୍ ହେଇଛି, ଯୋଉଥିରେ ସେମାନେ ଡେମନଷ୍ଟ୍ରେସନ କରିଥିଲେ ଯୋଉ ନେଲ କଟର ତାଙ୍କ ଉପରୁ ସିଜ୍ ହେଇଛି। ଆମେ ଇନଭେଷ୍ଟିଗେସନ କଣ୍ଟିନ୍ୟୁ କରିବୁ। ଏମାନଙ୍କ ନାଁରେ ଆଉ କୁଆଡେ କଣ କ୍ରିମିନାଲ କେସ୍ ଅଛି ଆମେ ତାକୁ ସର୍ଭିଲାନ୍ସରେ ରଖିକି ଆଣିବୁ। ଆଉ ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିବା ପାଇଁ ମଧ୍ୟ ଆମେ ଚିନ୍ତା କରିବୁ। ହଁ, ଏମାନେ ହଉଛି ଇଣ୍ଟର ଡିଷ୍ଟ୍ରିକ୍ଟ, ମାତ୍ର ଆନ୍ତଃ ଜିଲ୍ଲା। ଏମାନେ ଭଦ୍ରକ ଅରଖପାଳ ଏରିଆର ଆଉ ଧାମନଗର ଭଦ୍ରକ ଏରିଆର। ଆମେ ଡିଟେଲ୍ସ ଆଉ ଟିକେ ଇନଭେଷ୍ଟିଗେସନ ପରେ ଆପଣଙ୍କୁ ଜଣାଇବୁ।